ଥରେ ଅନନ୍ତ ସମୁଦ୍ରରେ ଦେବତା ଓ ଦାନବମାନଙ୍କ ମଧ୍ୟରେ ଏକ ବଡ଼ ଯୁଦ୍ଧ ହେଲା। ଦେବରାଜ ଇନ୍ଦ୍ରଙ୍କ ପକ୍ଷରୁ ଦେବଗଣ ଲଢ଼ୁଥିଲେ, ଆଉ ଦାନବରାଜ ବଳିଙ୍କ ପକ୍ଷରୁ ଦାନବମାନେ। କିନ୍ତୁ ଦାନବମାନେ ବଳଶାଳୀ ହୋଇ ଦେବତାମାନଙ୍କୁ ହରାଇ ସ୍ୱର୍ଗ ରାଜ୍ୟ ଛାଡ଼ିବାକୁ ବାଧ୍ୟ କରିଥିଲେ। ଦେବତାମାନେ ଦୁଃଖୀ ହୋଇ ଭଗବାନ ବିଷ୍ଣୁଙ୍କ ପାଖକୁ ଗଲେ। ଭଗବାନ ବିଷ୍ଣୁ କହିଲେ, ଚିନ୍ତା କରନି, ଆମେ ସମୁଦ୍ର ମନ୍ଥନ କରିବା। ସେଠାରୁ ଅମୃତ ପାଇ ତୁମେ ଅମର ହୋଇଯିବ। କିନ୍ତୁ ଦାନବମାନଙ୍କୁ ସାଙ୍ଗ କରିବାକୁ ପଡ଼ିବ। ଦେବତାମାନେ ବ୍ରହ୍ମାଙ୍କ ସହ ମନ୍ଥନ କେମିତି ସମୁଦ୍ରର କରାଯିବ ତାର ଯୋଜନା କଲେ। ମନ୍ଦାର ପର୍ବତକୁ ମଣ୍ଡନ କରିବେ। ସର୍ପରାଜ ବାସୁକୀକୁ ସେମାନେ ଡୋର କରିବେ। ଦେବତା ଓ ଦାନବମାନେ ମିଶି କାର୍ଯ୍ୟ ଆରମ୍ଭ କଲେ। ମନ୍ଦାର ପର୍ବତକୁ ଉଠାଇ କ୍ଷୀର ସମୁଦ୍ର କିନାରେ ରଖିଲେ। ବାସୁକୀକୁ ପର୍ବତ ଆଙ୍ଗୁଳିରେ ପକାଇଲେ। ଦାନବମାନେ ବାସୁକୀକୁ ତାର ଫଣାକୁ ଧରିଲେ। ଦେବତାମାନେ ତାର ପୁଞ୍ଜା ଧରିଲେ। ମନ୍ଥନ ଆରମ୍ଭ ହେଲା, କିନ୍ତୁ ପର୍ବତ ଭାରୀ ହୋଇ ଡୁବିବାକୁ ଲାଗିଲା। ସମସ୍ତେ ଭୟଭୀତ ହୋଇଗଲେ। ଏ ସମୟରେ ଭଗବାନ ବିଷ୍ଣୁ କୁର୍ମ ଅବତାର ନେଲେ। ସେ ଏକ ବିଶାଳ କଚ୍ଛପ ବା କଇଁଚ ରୂପ ଧାରଣ କରି ସମୁଦ୍ର ତଳକୁ ଚାଲିଗଲେ। ତାଙ୍କ କଠିନ ପୃଷ୍ଠ ଉପରେ ମନ୍ଦାର ପର୍ବତ ସ୍ଥିର ହୋଇଗଲା। କୁର୍ମ ଭଗବାନ ଯେଉଁ ପର୍ବତକୁ ସହଜରେ ବହନ କରୁଥିଲେ, ତାହା ଏକ ଛୋଟ କଥା ନଥିଲା, ତାହା ବହୁତ ବଡ଼ କଥା ଥିଲା। ମନ୍ଥନ ହେଉଥିବା ସମୟରେ ସମୁଦ୍ରରୁ ପ୍ରଥମେ ହଳ ହଳ ଭୟଙ୍କର ବିଷ ବାହାରିଲା। ଏହା ପୁରା ବିଶ୍ୱକୁ ନଷ୍ଟ କରିବାର ସକ୍ଷମ ରଖିଥିଲା। ଦେବତା ଓ ଦାନବମାନେ ଭୟରେ ଚିତ୍କାର କଲେ। ଭଗବାନ ଶିବ ଆସି ସେ ବିଷ ପାନ କରିଥିଲେ। ତାଙ୍କ ଗଳା ବା ତାଙ୍କ ଯେଉଁ ବେକ ସେଥିରେ ନୀଳ ହୋଇଗଲା, ତେଣୁ ତାଙ୍କୁ ନୀଳକଣ୍ଠ ବୋଲି କୁହାଯାଏ। ତାପରେ ସମୁଦ୍ରରୁ କାମଧେନୁ ଗାଈ ବାହାରିଲା, ଯାହା ସମସ୍ତଙ୍କର ଇଚ୍ଛା ପୂରଣ କରିପାରୁଥିଲା। ତାପରେ ଐରାବତ ହାତୀ, ତାପରେ ମାତା ଲକ୍ଷ୍ମୀ ପ୍ରକାଶ ପାଇଲେ। ଲକ୍ଷ୍ମୀ ମାତା ଭଗବାନ ବିଷ୍ଣୁଙ୍କର ସ୍ତ୍ରୀ ହୋଇ ରହିଲେ। ଆହୁରି ଅନେକ ରତ୍ନ ମଧ୍ୟ ବାହାରିଲା। ଯେହେତୁ କୁର୍ମ ଭଗବାନ ଥିଲେ, ତେଣୁ ତାଙ୍କ ଉପରେ ପର୍ବତ ରହିକିରି ଏସବୁ ମନ୍ଥନ ପରେ ସବୁ ବାହାରିଲା। ଶେଷରେ ଅମୃତ କଳସ ଉଠିଲା। ଦେବତା ଓ ଦାନବମାନେ ତାହା ପାଇବାକୁ ଲଢ଼ୁଥିଲେ। ଭଗବାନ ବିଷ୍ଣୁ ମୋହିନୀ ରୂପ ଧାରଣ କରି ଆସିଲେ। ସେ ଅତି ସୁନ୍ଦରୀ ଥିଲେ। ଦାନବମାନେ ମୋହିତ ହୋଇଗଲେ। ମୋହିନୀ ଅମୃତ ବାଣ୍ଟିବାକୁ କହି ଦେବତାମାନଙ୍କୁ ପ୍ରଥମେ ଖାଇବାକୁ ଦେଇଥିଲେ। ଦାନବମାନେ ଜାଣିଲେ ଯେ ଦେବତାମାନେ ଅମର ହୋଇଗଲେ। କୁର୍ମ ଅବତାରରୁ ଆମକୁ ଏହି ଶିକ୍ଷା ମିଳେ ଯେ କଠିନ ସମୟରେ ଧୈର୍ଯ୍ୟ ରଖିବ। କଇଁଚ ପୃଷ୍ଠ ପରି ସ୍ଥିର ହୋଇ ସମସ୍ୟାକୁ ସମାଧାନ କରିବ। ଦେବତା ଓ ଦାନବମାନେ ମିଶି କାର୍ଯ୍ୟ କରିଥିଲେ, ତେଣୁ ସମସ୍ତଙ୍କ ସହଯୋଗରେ ସଫଳତା ମିଳେ। ଭଗବାନ ବିଷ୍ଣୁ ସମସ୍ତଙ୍କର ମଙ୍ଗଳ କରନ୍ତି।